ମୋ କଥା ମାନେ ମୁଁ ପଛେ ଲୁଣ ଭାତ ଖାଇ ରହିବି ତୋର ବାହାରୁ ଯାଇ ଚାକିରି କରିବା ଦରକାର ମୁଁ ତ ବୁଝୁନୁ କାହିଁକି ମୁଁ ଏକାଠି ଯାଉନି ମୋ ସବୁ ସାଙ୍ଗମାନେ ଯାଉଛନ୍ତି ସେ ଯିଏ ଯାଉ ନ ଯାଉ ମୁଁ ଜାଣିନି ତୋର ଯିବା ଦରକାର ନାହିଁ ମୁଁ କହିବି ତୁ ଚାର୍ଜ ଦେଲୁ ଚାର୍ଜର ମୁଁ ଜାଣିନି କୋଉଠି ଲୁଚେଇ ଦଉନୁ ନେ ଦ କଣ ବହୁତ ଚୁଡ଼ି କଣ ନେ ଆକୁ ବିକି ଦବୁ ଆମ ଗାଁରେ ଗୋଟେ ଦୋକାନ କରିବା କାନ୍ନା ଭେରାଇଟି ଷ୍ଟୋର ଦବା ମିକ୍ସଚର ରହିବ ବିସ୍କୁଟ ରହିବ ଦଳି ରଖିବ ସବୁ ରହିବ କିନ୍ତୁ ତୁ ଜାଣି କି ବାଜେ କଥା ବହୁତ କହିଲୁ ମୁଁ ହାତ ପାଇ ଯିବି ବାପାଙ୍କ ଗାଡି ପାଇ ବାପା ତୁ ଖାଇକି ଅନୁମାନ କରୁଛୁ ମତେ ଭଲ ଲାଗୁଛି କିନ୍ତୁ ଭଲ ଲାଗୁଛି ତୁ ଗାଡି ଦୋକାନ ମୁଁ ଦେବି ତୁ ନାଇଁ ଯା ତୁ ଗାଡି କିଣି ତୁ ମତେ ଛାଡି ଯାଆନି ଦୁବାଇ ଗଲେ ବଡ ଘର ଅଛି ଆମ 6 ମାସ ଭିତରେ କୋଠା ତିଆରି ହେଇଯିବ ଘର ଦରକାର ନାହିଁ ମୁଁ କହୁଛି ମୁଁ ସବୁ ବଡ ଘରେ 500 ନବା ଜାଣି ତତେ ପଇସା ଦେବି ତୁ ଯାଆନି ମତେ ମୁଁ ତୁ ରହ ମୁଁ ଯାଉଛି ମୋର ଟ୍ରେନ୍ ଟାଇମ୍ ହେଲାଣି ମନ କଥା ଟିକେ ଶୁଣ ଯାଆନି ଏମିତି ଯିବୁ ବାପା ଛାଡେ ଶୁଣ ଦେଖ ଆଜି ବର୍ଷା ହଉଛି ଆଜି ଯା ନା ତୁ ବାପା ସହ କଥା ହେବି ତୋ ପାଇଁ ଗାଡି କିଣିବି ତୁ କାଲି ଯିବୁ ମୁଁ ତ ବୁଝୁନୁ କାହିଁ ମୁଁ ଟ୍ରେନ୍ ଟିକେଟ୍ କରିଦେଇଛି ଟିକେଟ ଯାଉ ମୁଁ ଆଜି ଛାତ ତଳେ ପଇସା ରଖି ତୁ ମୁଁ ମରିଯିବି ତୋ ବିନା ତୁ ଯା ନା ବୋଉ ବୁଝୁ ମୁଁ ଦୁବାଇ ଗଲେ ଆମ ଘର ଚଳିବ ବୋଉ ବୁଝୁ ନାଇଁ ଆମ ଘର ଚଳିବ ତୁ ଏଇଠି ନା ମୁଁ ତ ଗୋଡ ତଳେ ପଡୁଛି ତୁ ଯାହା କହିବ ମୁଁ ଦେବି ତୁ ଯାଆନି ମାଉସୀ ଚାକିରି ପାଇଁ ଯାଉଛି ତୋ ଫୋନ କର ବୋଉ ଦବ କଥା କରିବା ପାଇଁ ଆଉ ଆମ ବୋଉକୁ ଟିକେ ଅନେଇଥିବ ଇଲୋ କାହିଁକି ଲୋ ତମର ବିଲ ବାଡି ଜମି ତୁ ଏଇଠି ନ ରହିକି ସାଡେ ଯିବୁ ଏ ହେ ତୋ ବୋଉ ଯୋଉ ପାଗେଳି ସେ ତତେ ଯୋଉ ଭଲ ପାଏ ପଡିଯିବ ତୁ ଜାଣ ତୁ ବା ଖେଳିବାକୁ ଯାଇଥିବୁ ପିଣ୍ଡାରେ ବସିଥିବ ସନ୍ଧ୍ୟା 5ଟା ଯାକେ ତୁ ନ ଆସିଲା ଯାକେ ସେ ଖାଇନା ଛୋଟବେଳେ ତୁ ମତେ ଯାହା ମାଗିଛୁ ମୁଁ ତତେ ସବୁ ଦେଇଛି ଖାଲି ଗୋଟିଏ କଥା ତୁ ଯା ନା ଛାଡିକି ମୁଁ ଆଜି ଗଲେ 10ଟାରେ ଆସିବି ଦଶଟା ବେଳକୁ ମୁଁ ମରି ଯାଇଥିବି ତୁ ଯାଆନି ତୁ ଜାଣି ମୁଁ ତୁ କାନ୍ଦିଲେ ମୁଁ ଯିବି କେମିତି ଭିକ ମାଗୁଛି ତୋ ଆଗରେ ତୋ ବୋଉକୁ ତ ଛାଡି ଯାଆନି ଦେଖିଲ କେମିତି ପଛକୁ ଅନ୍ନ ହଉଛି ଆମ ବିଲରେ ତୁ ହଳ କରିବୁନି ବାପା କରିବେ ତୁ ବସିବୁ ଦୋକାନ ପକେଇବି ତୋ ପାଇଁ ଧନ ତୁ ଫେରିଆ ତାକୁ ମନା କର ଟ୍ରେନ ଯାଉନି ମତେ ଭାରି ଡର ମାଡେ ବାପା ବୋଉ ଆସୁଛି